ଡାକଘରେ ଟଙ୍କା ଜମା କରିବା ସେହି ଲୋକମାନଙ୍କ ପାଇଁ ଉତ୍ତମ ବିକଳ୍ପ ଯେଉଁମାନେ ଷ୍ଟକ୍ ମାର୍କେଟର ବିପଦକୁ ଉଠାଇବାକୁ ଚାହୁଁନାହାନ୍ତି। ଏହା ସହିତ ସେମାନେ ଟ୍ୟାକ୍ସ ସୁବିଧା ଏବଂ ସେମାନଙ୍କ ଜମା ଉପରେ ସୁନିଶ୍ଚିତ ରିଟର୍ଣ୍ଣ ଚାହୁଁଛନ୍ତି। ଆଜି ଆମେ ଡାକ ବିଭାଗର ଏଭଳି ଯୋଜନା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ 2 ବର୍ଷରେ 2,32,000 ଟଙ୍କା ଫେରସ୍ତ ପାଇପାରିବେ। ମହିଳା ଏବଂ ବରିଷ୍ଠ ନାଗରିକମାନଙ୍କୁ 8 ଥରକ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଡାକ ବିଭାଗ ମାଧ୍ୟମରେ ଅନେକ ଯୋଜନା ଆରମ୍ଭ କରିଛନ୍ତି। ମହିଳାମାନଙ୍କ ପାଇଁ ମଧ୍ୟ ସମାନ ଯୋଜନା ରହିଛି। ଏହି ଯୋଜନାର ଲାଭ ପାଇବାକୁ ହେଲେ ଆପଣଙ୍କୁ ପ୍ରତି ମାସରେ ଅତି କମରେ 1,000 ଟଙ୍କା ଡାକଘରେ ଜମା କରିବାକୁ ପଡ଼ିବ। ଆମେ ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍ ବିଷୟରେ କହୁଛୁ। ମହିଳା ସମ୍ମାନ ସେଭିଂ ସାର୍ଟିଫିକେଟ୍ ଯୋଜନା ମହିଳାମାନଙ୍କୁ ସଶକ୍ତିକରଣ କରିବା ଏବଂ ସେମାନଙ୍କଠୁ 8 ଥରକ ସହାୟତା ଯୋଗାଇବା ପାଇଁ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅଧୀନରେ ଆପଣ 1,000ରୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାରାଶି କରିପାରିବେ। ଏଠାରେ ଧ୍ୟାନ ଦେବା କଥା ହେଉଛି ଜମାରାଶି 100 ଗୁଣରେ ଆସିବା ଉଚିତ, ଅର୍ଥାତ୍ ଆପଣଙ୍କୁ ପ୍ରତି ମାସରେ ଅତି କମରେ 1,000 ଟଙ୍କା ଜମା କରିବାକୁ ପଡ଼ିବ। ଏହା ବ୍ୟତୀତ ସର୍ବାଧିକ ଜମାରାଶି ହେଉଛି 2 ଲକ୍ଷ ଟଙ୍କା। ଏହି ସ୍କିମ୍ ଅଧୀନରେ ଆପଣ ଏକାଧିକ ଆକାଉଣ୍ଟ ଖୋଲିପାରିବେ। ତଥାପି ଗୋଟିଏ ଆକାଉଣ୍ଟ ଖୋଲିବା ପରେ ଅନ୍ୟ ଏକ ଆକାଉଣ୍ଟ କେବଳ 3 ମାସ ପରେ ଖୋଲାଯାଇପାରିବ। ଯୋଜନା ସହିତ ଜଡ଼ିତ ନିୟମ ଡାକଘର ଯୋଜନା ସହିତ ଜଡ଼ିତ କିଛି ନିୟମ ଅଛି ଯାହା ଏହି ଯୋଜନାରେ ସାମିଲ ପୂର୍ବରୁ ଜାଣିବା ଉଚିତ। ଯଦି ହିତାଧିକାରୀ ମୃତ୍ୟୁବରଣ କରନ୍ତି, ପରିବାର ସହ ଜଡ଼ିତ କୌଣସି ନୋମିନି ଜମାରାଶି ପ୍ରତ୍ୟାହାର କରିପାରିବେ। ଏହା ବ୍ୟତୀତ ଯଦି ହିତାଧିକାରୀ ଏପରି କୌଣସି ରୋଗରେ ପୀଡ଼ିତ ଯାହା ଠିକ୍ ସମୟରେ ଚିକିତ୍ସା କରାନଗଲେ ମୃତ୍ୟୁବରଣ ହୋଇପାରେ, ତେବେ ଜମା ହୋଇଥିବା ପରିମାଣକୁ ସେହି ସମୟରେ ପ୍ରତ୍ୟାହାର କରାଯାଇପାରିବ। ଟଙ୍କା ଉଠାଇବା ପରେ ଆପଣ ଆକାଉଣ୍ଟ ବନ୍ଦ ମଧ୍ୟ କରିପାରିବେ। ଯଦି ଆପଣଙ୍କ ଜମା ହୋଇଥିବା ରାଶିର ଅତ୍ୟଧିକ ଆବଶ୍ୟକତା କରନ୍ତି, ତଥାପି ଆପଣ ଟଙ୍କା ପ୍ରତ୍ୟାହାର କରିପାରିବେ। କିନ୍ତୁ ଏହି କ୍ଷେତ୍ରରେ ଆପଣଙ୍କୁ 2% କମ୍ ସୁଧରେ ଟଙ୍କା ଫେରସ୍ତ ମିଳିପାରିବ। 2 ବର୍ଷରେ 2,32,000 ଟଙ୍କା ପାଆନ୍ତୁ। ଏହି ଯୋଜନାରେ ଆପଣ ପ୍ରତିବର୍ଷ 7.5% ସୁଧ ହାର ପାଇବେ। ତଥାପି ସୁଧ 3 ମାସିକ ଭିତ୍ତିରେ ଜମା ହୋଇଥାଏ। ଏହା ବ୍ୟତୀତ ଏହି ଯୋଜନାର ସମୟ ସୀମା ହେଉଛି 2 ବର୍ଷ, କିନ୍ତୁ ଆପଣ ଗୋଟିଏ ବର୍ଷ ପରେ ଜମା ହୋଇଥିବା ରାଶିର 40% ପ୍ରତ୍ୟାହାର କରିପାରିବେ।